ହାଇ ସାଙ୍ଗମାନେ, ଓଡ଼ିଆ ହଟ୍ ଟାଲ୍ସକୁ ଆପଣମାନଙ୍କୁ ସ୍ୱାଗତମ। ମୋର ନାମ କିଟୁ। ମୋର ବୟସ 17 ବର୍ଷ। ମୁଁ ବାପା ମା ଆଉ ମୋ ବଡ଼ ଭଉଣୀ କଟକରେ ରହୁ। ମୋ ବଡ଼ ଭଉଣୀ ହଷ୍ଟେଲରେ ରହି କଲେଜରେ ପାଠ ପଢ଼େ। ମୋ ବାପା ମା ଗୋଟେ ପ୍ରାଇଭେଟ୍ ସେକ୍ଟରରେ ଜବ୍ କରନ୍ତି। ମୋ ବଡ଼ ଭଉଣୀ ଦେଖିବାକୁ ବହୁତ ସୁନ୍ଦର। ତା'ର ଫିଗର ହେଉଛି 32। କିଛି ଦିନ ପୂର୍ବରୁ ମୋ ବଡ଼ ଭଉଣୀଙ୍କର ଦେହ ଖରାପ ପାଇଁ ବାପା ମା ତାକୁ ହଷ୍ଟେଲରୁ ନେଇ ଆସିଛନ୍ତି। ତାକୁ ପ୍ରବଳ ଜ୍ୱର ହୋଇଥାଏ। ଦେହ ଠିକ୍ ବି ହୋଇନଥାଏ। ଗୋଟେ ଦିନ କ'ଣ ହେଇଛି ନା, ମୋ ବାପା ମାଆଙ୍କ ଅଫିସିଆଲି କାମ ପାଇଁ 2 ଦିନ ବାହାରକୁ ଯିବା ପାଇଁ ପଡ଼ିଲା। ଯିବା ଆଗରୁ ମୋତେ ମୋ ବଡ଼ ଭଉଣୀଙ୍କର ଦାୟିତ୍ୱ ଦେଇ ଯାଇଥିଲେ। କହିଥିଲେ ତା'ର ଦେଖାଶୁଣା କରିବୁ। ଯଦି କିଛି ପ୍ରୋବ୍ଲେମ୍ ହୁଏ, ଜ୍ୱର ଉଠାଏ, ତେବେ ତାକୁ ତୁ ମେଡ଼ିସିନ୍ ଦେଇଦେବୁ। ସେ ମେଡ଼ିସିନ୍କୁ ଦେଖିଲେ ଡରେ, ତ କ୍ଷୀରରେ ମିଶାଇକି ତୁ ମେଡ଼ିସିନ୍ଟି ଦେଇଦେବୁ କହି ଚାଲିଗଲେ। ସେ ଦିନ ସାରା କିଛି ନୁହେଁ। 2 ଭାଇ ଭଉଣୀ ବହୁତ ମଜାମସ୍ତି କଲୁ। ଠିକ୍ ସନ୍ଧ୍ୟା ହେଇ ଆସୁଥାଏ, ତାକୁ ପ୍ରବଳ ଜ୍ୱର ଉଠାଇଲା। ସେ ଥଣ୍ଡାରେ ଥରୁଥାଏ। ମୁଁ ତାକୁ ରୁମ୍କୁ ପଠାଇ ଶୁଆଇ ମୁଁ ରୋଷେଇ ରୁମ୍କୁ ଚାଲିଗଲି ଆଉ କ୍ଷୀର ଗରମ କଲି। ମା କହିଥାଏ ସେ ମେଡ଼ିସିନ୍କୁ ଡରେ, ତେଣୁ ସେ କ୍ଷୀରରେ ତାକୁ ମେଡ଼ିସିନ୍ ଦେବା ପାଇଁ କହିଥାଏ। ମୁଁ ସିଧା ମାଆଙ୍କ ଆଲମାରିକୁ ଗଲି। ଫାଷ୍ଟେଜ୍ ବକ୍ସରେ ମେଡ଼ିସିନ୍ ଥୁଆ ହୋଇଥାଏ। ମୁଁ ସେଇଠୁ ଗୋଟେ ମେଡ଼ିସିନ୍ ଆଣି କ୍ଷୀରରେ ମିଶାଇ ତାକୁ ଦେବା ପାଇଁ ଗଲି। ତାକୁ ବେଡ଼୍ରେ ଉଠାଇ କିଛି ବିସ୍କୁଟ୍ ଆଉ ପାନଟି ଖାଇବା ପାଇଁ ଦେଲି। ତାପରେ ତାକୁ କ୍ଷୀରରେ ମିଶିଥିବା ମେଡ଼ିସିନ୍କୁ ଖାଇବା ପାଇଁ ଦେଲି। ତାପରେ ତାକୁ ଶୁଆଇ ମୋ ରୁମ୍କୁ ଚାଲି ଆସିଲି। କିଛି ସମୟ ପରେ ଯାଇ ଦେଖେ ସେ ତା ନିଜ ଦୁଧକୁ ଧରି ଚିପୁଥାଏ। କରି ଆଙ୍ଗୁଳି ମାରୁଥାଏ ତା ବିଆରେ। ଏହା ଦେଖି ମୁଁ ସେଠାରୁ ପଳେଇ ଆସେ। ଭାବେ କ'ଣ ହେଉଛି। ଠିକ୍ ସେତିକି ବେଳେ ମାଆଙ୍କ କଲ୍ ଆସେ। ମା କୁହେ ମେଡ଼ିସିନ୍ ଗୁଡ଼ା ଟେବୁଲରେ ଥୁଆ ହେଇଛି, ମନେ କରି ଖାଇବା ପାଇଁ ଦେବୁ। ସେତିକି କଥା ଶୁଣି ମୋର ହୋସ୍ ଉଡ଼ିଯାଏ ଆଉ ମୁଁ ହଉ କହି ଫୋନ୍ଟି କାଟିଦିଏ। ତାପରେ ମୁଁ ଭାବେ ମୋ ଭଉଣୀକୁ ମୁଁ କେଉଁ ମେଡ଼ିସିନ୍ ଖାଇବା ପାଇଁ ଦେଇଛି। ଯାଇ ଫାଷ୍ଟେଜ୍ ବକ୍ସରେ ଦେଖେ ସେ ମେଡ଼ିସିନ୍କୁ, ଆଉ ଗୁଗଲ୍ରେ ଚେକ୍ କଲାବେଳକୁ ଜଣାପଡ଼େ ସେଇଟା ଗୋଟେ ପାୱାରଫୁଲ୍ ସେକ୍ସ ମେଡ଼ିସିନ୍। ତାପରେ ମୁଁ କ'ଣ କରିବି, ମୋ ହୋସ୍ ଉଡ଼ିଯାଏ। ତାପରେ ମୁଁ ମୋ ଅପା ପାଖକୁ ଗଲି। ତାକୁ ପଚାରିଲି ଏବେ ଦେହ କେମିତି ଅଛି। ଅପା କହିଲା ଠିକ୍ ଠାକ୍ ଅଛି। ମୁଁ କହିଲି ଆଜି ରାତିରେ ତୋ ପାଖରେ ଶୋଇଯାଉଛି, ହୁଏତ ପୁଣି ଜ୍ୱର ଉଠାଇପାରେ, ପ୍ରୋବ୍ଲେମ୍ ହେଇପାରେ। ଅପା କହିଲା ଠିକ୍ ଅଛି, କିନ୍ତୁ ତୁ 10-15 ମିନିଟ୍ ବାହାରକୁ ଯା, ଗୋଟେ କାମ ଅଛି। ମୁଁ ସେଠାରୁ ଚାଲି ଆସିଲି। ମୁଁ ବୁଝିପାରୁଥାଏ ଅପାର ଅବସ୍ଥା ଏବେ କେମିତି ଅଛି। ତା ବଡ଼ି ପୁରା ଗରମ ହୋଇଯାଇଥାଏ, ତେଣୁ ତାକୁ ଏବେ ସେକ୍ସର ନିହାତି ଦରକାର ହୋଇଥାଏ। ସେ ତା'ର ନିଜର ଦୁଧକୁ ଧରି ଆଉ ଆଙ୍ଗୁଳି ମାରି ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚାହୁଁଥାଏ। 10-15 ମିନିଟ୍ ପରେ ମୁଁ ତା ରୁମ୍କୁ ଗଲି। କିଛି ସମୟ ଶୋଇଥାଏ। ପୁଣି ସେ କହିଲା ଭାଇ ତୁ ଆଉ ଥରେ ବାହାରକୁ ଯା, ଗୋଟେ କାମ ଅଛି। ମୁଁ ବୁଝିପାରିଲି ତା ଦୁଃଖ କ'ଣ। ମୋତେ ବହୁତ କଷ୍ଟ ଲାଗୁଥାଏ। ମୋତେ ନିଜକୁ ବହୁତ ଦୁଃଖ ଲାଗୁଥାଏ। ମୁଁ ରୁମ୍ରୁ ବାହାରି ଆସିଗଲି। ପୁଣି ସେ ତା ନିଜର ବିଆରେ ଆଙ୍ଗୁଳି ମାରି ଜୋରରେ ମାରି ନିଜ ସେକ୍ସକୁ ସନ୍ତୁଷ୍ଟ ନେଉଥାଏ। ମୋତେ ଏସବୁ କିଛି ଭଲ ଲାଗୁନଥାଏ। ମୁଁ ଯାଇ ମୋ ଭଉଣୀକୁ କହେ ଅପା ମୋର ବହୁତ ବଡ଼ ଭୁଲ ହେଇଯାଇଛି, ମୋତେ କ୍ଷମା କରିଦେବୁ। ଅପା କହିଲା କ'ଣ? ମୁଁ କହିଲି ତୋତେ ଜ୍ୱର ମେଡ଼ିସିନ୍ ବଦଳରେ ସେକ୍ସ ମେଡ଼ିସିନ୍ ଭୁଲରେ ଦେଇଦେଇଛି, ଜାଣିପାରିନି। ଅପା କହିଲା ହଉ ଠିକ୍ ଅଛି, ଯାହା ହେଇଛି ହେଇଛି, ତୁ ଜାଣିକି ଦେଇନୁ ତ? ମୁଁ କହିଲି ନା। ଅପାକୁ କହିଲି ମୁଁ ଏବେ କ'ଣ କରିବା ଅପା? ଅପା କହିଲା ଠିକ୍ ଅଛି, ତୁ ତୋ ବେଡ଼୍ରେ ଶୋଇଯା, ଦେଖିବା କ'ଣ କରିବା। କିଛି ସମୟ ପରେ ମୋତେ ଡାକିଲା ଆଉ କହିଲା କବାଟଟି ବନ୍ଦ କରିଦେଇ ମୋ ପାଖରେ ଆସି ବସ୍। ମୋ କବାଟଟା ବନ୍ଦ କରିଦେଇ ତା ପାଖରେ ବସିଲି ଆଉ କହିଲି ଅପା କ'ଣ ହେଲା? ସେ କହିଲା ମୁଁ ନିଜେ ଜାକି ମୋ ହାତ ଗୋଡ଼ା ବଥା କଲାଣି, ତୁ ଟିକେ ଜାକି ଦେନା। ମୁଁ କହିଲି ଅପା ମୁଁ? କହିଲା ଆଉ କ'ଣ କରାଯାଇପାରେ? ମୁଁ ହଉ କହି ତା ଦୁଧରେ ଧରିବାକୁ ଲାଗିଲି ଆଉ ଜୋରରେ ଚିପିବାକୁ ଲାଗିଲି। ତାପରେ ସେ କହିଲା ତା ବିଆରେ ଆଙ୍ଗୁଳି ମାରିବା ପାଇଁ। ମୁଁ ତା ବିଆରେ ଆଙ୍ଗୁଳି ମାରି ଚାଲିଲି। ମୋ ଦେହ ବି ଏମିତି ଶୀତେଇ ଗଲା।
ସେ ଅରଳି ଖେଳିଲା। ମୋ ବାଣ୍ଡ ପୁରା ଠିଆ ହେଇ ଉଠିଲା। ମୁଁ ତାକୁ ଦବାଇ ଚାଲିଥାଏ, ମୋ ବାଣ୍ଡ ଠିଆ ହେଇଥାଏ। ମୋ ବଡ଼ ଭଉଣୀ ଦେଖି ମୋ ବାଣ୍ଡକୁ ସେ କହିଲା, ତୋ ବାଣ୍ଡଟା ମୋ ବିହାରେ ଘଷ। ମୁଁ ପ୍ୟାଣ୍ଟ ଖୋଲିଲି, ସାର୍ଟ ଖୋଲିଲି, ମୋ ବାଣ୍ଡ ତା ବିହାରେ ଘଷିବାକୁ ଲାଗିଲେ। ସେ ଖାଲି ଆହ କରୁଥାଏ। ସେ କହିଲା ଏବେ ପୁରା। ମୁଁ କହିଲି ଠିକ୍ ଅଛି। ପୁରାଇ ଚାଲେ। ରାନ୍ନା କଲି, ତାକୁ କିସ୍ କଲି, ତା ଓଠରେ ତା ଦୁଧକୁ ଚୁହି ବାଣ୍ଡରେ ତାକୁ ଧୁମ୍ ପୁରେଇଲି। ତା ଗୋଡ଼ ଟେକିକି ମୋ କୋଳରେ ବସେଇକି ସେ ମୋ କୋଳରେ ବସିକି ଆନନ୍ଦରେ ଘିଆ ଖାଇଲା। ସେ ମୋର ଛାତିକୁ ଚୋଉଥାଏ, ଓଠକୁ ଚୋଉଥାଏ। ମୁଁ ତା ଦୁଧକୁ ଧରି ଚାଲିଥାଏ। ମୁଁ ତା ସବୁ ଖୋଲି ଦେଇ ତା ପିଛାକୁ ଧରି ଆମସିକିରି ଆଗରୁ ପଛରୁ ଗେହି ଚାଲିଲି। ଏମିତି ରାତି ସାରା 5-6 ଥର ଗେହାଗୁହି ହେଲୁ। ଆଉ ବହୁତ ଖୁସି ଲାଗିଲା। ଅପା କହିଲେ ତାପରେ, ଯେବେ ବାପା ମା ନଥିବେ ଆମେ ଏମିତି ଗେହାଗୁହି ହେବା। ତ ବାଣ୍ଡ ବହୁତ ଭଲ ଆଉ ମୋତେ ବହୁତ ସନ୍ତୁଷ୍ଟ ଲାଗିଲା। ତାପରେ ଆମେ ଶୋଇଗଲୁ। କିଛି ସମୟ ପରେ ସକାଳ ହେଇ ଆସୁଥାଏ। ସେ ପୁଣି ମୋତେ ଆଉ ଥରେ ଡାକିଲା, ଭାଇ ମୋତେ ଆହୁରି କରିବା ପାଇଁ ଇଚ୍ଛା ହେଉଛି। ମୁଁ ଗଲି, ତା ସାର୍ଟ ପ୍ୟାଣ୍ଟ ଖୋଲିଦେଲି, ମୁଁ ବି ଖୋଲିଦେଲି। ତାର ବଡ଼ ବଡ଼ ଦୁଧକୁ ଚୋଇବାକୁ ଲାଗିଲି, ତା ଓଠ ଚୋଇବାକୁ ଲାଗିଲି, ତା ବିଆକୁ ଚାଟିବାକୁ ଲାଗିଲି। ସେ ମୋ ବାଣ୍ଡ ଧରି ଚୋଇବାକୁ ଲାଗିଲା ଆଉ କହିଲା ପୁରା। ସକାଳିଆ କରିବାରେ ଯେଉଁ ମଜା ଲାଗୁଥାଏ, ସେ କହୁଛି ଆଜି ଏଇଟା ବହୁତ ଭଲ ଲାଗୁଛି, ଆହୁରି ଜୋରରେ କର। ମୁଁ କହିଲି ହଉ ଠିକ୍ ଅଛି। ଜୋରରେ ତାକୁ କରିବାକୁ ଲାଗିଲି। ଗୋଡ଼ ଟେକି ମୋ କାନ୍ଧରେ ରଖି ତାକୁ ଗେଇବାକୁ ଲାଗିଲି, ଜୋରସୋର କରିବାକୁ ଲାଗିଲି। ସେ କରୁଥାଏ। ମୁଁ ତାକୁ କୁଣ୍ଢେଇ ଡଗି ପୋଜରେ ନୁଆଁଇ ତାକୁ କଲି। ସେ କହିଲା ବିପି ଚଲା ମୋବାଇଲରେ, ବିପି ଦେଖି କରିବା। ମୁଁ ବିପି ଚଲାଇଲି। ବିପି ଦେଖି ବହୁତ କରାକରି ହେଲୁ। ବହୁତ ସନ୍ତୁଷ୍ଟ ଲାଗିଲା। ସେ କହିଲା ଏକଥା ବାପା ମାଆକୁ କିଛି କହିବନି, ଏମିତି ଯେବେ ନଥିବେ ଆମେ କରାକରି ହେବା। ମୁଁ କହିଲି ଠିକ୍ ଅଛି। ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ସତରେ ଭଲ ଲାଗିଲା ତେବେ ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ମୋତେ ଉତ୍ସାହିତ କରନ୍ତୁ ଏଇଭଳିଆ ଭିଡ଼ିଓ ପୋଷ୍ଟ କରିବା ପାଇଁ। ବହୁତ ଭିଡ଼ିଓ ପୋଷ୍ଟ କରିସାରିଲେଣି କିନ୍ତୁ ସବସ୍କ୍ରାଇବ୍ ବଢ଼ୁନାହାନ୍ତି। ତ ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ।